ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଅଳ୍ପ ସମୟ ପୂର୍ବରୁ ଆପଣଙ୍କର କ୍ୟାବିନେଟ ବୈଠକ ବସିଥିଲା, ଯୋଉଥିରେ 3ଟି ପ୍ରସ୍ତାବ ଉପରେ ମୋହର ବାଜିଲା। କିନ୍ତୁ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହଉଛି ଏଇଆ, ଯୋଉମାନେ ବି ଦେଖନ୍ତୁ ପୂର୍ବରୁ ଆପଣ ଜାଣିଥିବେ, ଧରାଯାଉ ଆପଣଙ୍କର କେହି ବି ଗଭର୍ଣ୍ଣମେଣ୍ଟ ଚାକିରି କରୁଛନ୍ତି, ଦେନ୍ ତାଙ୍କର ଡେଥ୍ ପରେ ନର୍ମାଲି ଚାକିରି ମିଳିବାଟା ବହୁତ କଷ୍ଟକର ହେଇଯାଉଥିଲା। କିନ୍ତୁ ଆଜିର ଦେଖନ୍ତୁ କ୍ୟାବିନେଟରେ ଏହା ଡିସାଇଡ୍ କରାଗଲା ଯେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ଅବିବାହିତ ଝିଅ ଏବଂ ସାବତ ଝିଅଙ୍କୁ ମଧ୍ୟ ନିଯୁକ୍ତି ପାଇଁ ଅଧିକାର ମିଳିପାରିବ। ତ କେହି ବି ଚାହିଁବେନି ଡେଥ୍ ପାଇଁ, କିନ୍ତୁ କଣ କରିବା, ଏଠି ତ ସମସ୍ତଙ୍କୁ କେବେ ନା କେବେ ମରିବା ପାଇଁ ପଡିବ। ଧରାଯାଉ ଜଣେ ଆପଣଙ୍କର ସରକାରୀ କର୍ମଚାରୀ, ତାଙ୍କର ଚାକିରି ସରିନି, ତାଙ୍କର ଡେଥ୍ ହେଇଗଲା, ଦେନ୍ ତାଙ୍କ ବଦଳରେ ତାଙ୍କର ପୁଅ ଚାକିରି ପାଇବ, ନଚେତ୍ ଏବେ ଝିଅ ମଧ୍ୟ ଆପଣଙ୍କର ଚାକିରି ପାଇଯିବ। ଝିଅ ବି ଏଟା ବହୁତ ହି ଭଲ ଗୋଟେ। ତା ସହିତ ଯୋଉମାନେ ବି ଆପଣଙ୍କର ଅଗ୍ନିବୀର ଆକାରରେ ଚାକିରି କରୁଥିଲେ, ସେମାନଙ୍କୁ ଅଗ୍ନିବୀର ଜାଣିଥିବେ, ଏଟା ଗୋଟେ ସ୍କିମ୍, ଅଳ୍ପ ସମୟ ପର୍ଯ୍ୟନ୍ତ ଚାକିରି। ଅଗ୍ନିବୀର ମାନଙ୍କୁ ଆପଣଙ୍କର 10% ର ରିଜର୍ଭେସନ ଆପଣଙ୍କର ମିଳିବ। 10% ଯେତିକି ବି ଆପଣଙ୍କର ପୋଲିସ, ଅଗ୍ନିଶମ ବାହିନୀ, ସବୁ ଜାଗାରେ ଆପଣଙ୍କର 10% ରିଜର୍ଭେସନ ଆପଣଙ୍କର ମିଳିବ। ଏଇଟା ଅଳ୍ପ ସମୟ ପୂର୍ବରୁ ଡିସାଇଡ୍ ଆପଣଙ୍କର କରାଗଲା, ତ ବହୁତ ହି ଭଲ। ଖାସ କରିକି ଏଇଟା କାହିଁକି ନା ଡେଥ୍ ହେଇଗଲା ପରେ ସେ ପରିବାର କେମିତି ଚଳିବ, ତା ପାଇଁ ଏଇଟା ବହୁତ ହି ହେଲ୍ପଫୁଲ ହବ। ଠିକ ଅଛି, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଧନ୍ୟବାଦ। ଆଉ ଆଜି ଆପଣଙ୍କର ପ୍ରାୟତଃ ଆର୍ଆଇ ଏଆର୍ଆଇ ଅମିନର ପରୀକ୍ଷା ପାଇଁ ଆପଣଙ୍କର ଏଡମିଟ୍ କାର୍ଡ, ତା ସମ୍ପର୍କରେ କିଛି ନା କିଛି ଆପଣଙ୍କର ଆପଡେଟ ଓ ଟ୍ରିପଲ ଏସି ଆପଣଙ୍କୁ ସେୟାର କରିବ। କାହିଁକି ନା ଯଦି 20 ତାରିଖରୁ ପରୀକ୍ଷା ହବ, ଦେନ୍ କମ୍ପଲସରି ଆଜି କିମ୍ବା କାଲି ଆପଣଙ୍କର ଏଡମିଟ୍ କାର୍ଡ ଆସିବ। ଆଉ ଯଦି ପରୀକ୍ଷା ହବନି, ଦେନ୍ ଆପଣଙ୍କର ଡେଟ୍ ଘୁଞ୍ଚିବ। ଠିକ ଅଛି, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ।